सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। द्वादश स्कंधर द्वादश अध्यायटी समुदाय भागवतर एकत्र कथन। सुत विषय गुड़िकर संक्षिप्त परिचय देवाकु जाई प्रथमे कहिसंती भागवत पुराण रे सर्वपापहारी भगवान श्रीकृष्णଙ୍କର नाम रूप और लीला संकीर्तन करा जाइछि। जगतर सृष्टि स्थिति प्रलयकर्ता परम ब्रह्मଙ୍କ स्वरूप और ज्ञान विज्ञान संपन्न तदीय आख्यान वर्णित होइछि। एही प्रसंगरे प्रथम स्कंधरे राजा परीक्षितଙ୍କ जन्म, तांक प्रति ब्रह्मशाप और ब्रह्मशाप जोगु तांकर मृत्यु आसन रे उपवेशन और तांक सहित सुखदेवଙ୍କ संवाद उपस्थापित होइछि। सुत उवाच सुखदेवଙ୍କ आगमन देखि सानंद ऋषि जन, से राजा सर्व ऋषि गणे पुछिले निस्तार कारणे। प्रसन्न सुखदेव होई श्री भागवत ग्रंथ कही, 49 अध्यायेण प्रथम स्कंध जे संपूर्ण। द्वितीय स्कंधर आद्यरे सुख परीक्षंकु कहिले, परम ब्रह्म जे पुरुष विराट स्वरूपे प्रकाश। परम आत्मा भेटिबारे अष्टांग जोग धारणारे, जीव परमरे कथ लीन हुई जेउ मत। ब्रह्मानारदଙ୍କ संवाद भागवत उपनिषद, ब्रह्मठारु नारद पाई 4 श्लोकरे बोध होई। नारद 10 श्लोके पूर्ण व्याख्यान कले से पुराण। महाविराट जे पुरुष तांक उत्पत्ति स्थिति नाश। 24 अवतार लीला ब्रह्मांड उत्पत्ति से कला। द्वितीय स्कंधे चरित 10 अध्याय समापत। एबे तृतीय स्कंध बाणी विदुर उद्धव भाळेणी, विदुर मैत्रेय संवाद पुराण संहितारे भेद। विदुर परम आनंदे चित्त निवेशी कृष्ण पादे, महापुरुषर निर्णय प्राकृतिक सर्ग निश्चय। 7 जे वैकारिक सर्ग ब्रह्मांड उत्पत्तिर मार्ग। विराट पुरुष स्वरूप कालर स्थूल सूक्ष्म रूप। नाभिक मणुतपति से महापद्म नाम ख्याति। दितिर पुत्र जे हिरण्य आवर हिरण्याक्ष गुण। एहांक जन्मर चरित कहूँ जे स्वयं भागवत। बराह अवतार होई दंताग्रे पृथ्वी धरई। आदि असुर अवतार हिरण्याक्ष बध विचार। देवता गंधर्व किन्नर सिद्ध चारण विद्याधर। किंपुरुष आदि मान ए सर्व उत्पत्ति कारण। ब्रह्मा देहरु अवतार कीट पतंगादि स्थावर। जंगम आदि 4 खानी अंडज जरायुज घेनी। स्वेदज उद्भिदज पुणी एमंते सृष्टि लाभ हानि। एमंते ब्रह्मांड सर्जन पातालवासींक उत्पन्न। दिवस रात्र संध्या पूर्ण कालर उत्पत्तिमान। अर्धनारी नर आकृति स्वयंभुवर उत्पत्ति। शतरूप कन्यार जन्म 11 रुद्र उत्पन्न। सन
জন্ম আবরতিনী কন্যা হই এথু অনেক সম্ভবই যে ধর্ম পত্নী মানে পুণ এহাঙ্ক যেবা চରଣ ଚତୁର୍ଦଶ ପ୍ରଜାପତି ତାଙ୍କ କନ୍ୟାଙ୍କର ସନ୍ତତି ବ୍ରହ୍ମାର ପୁତ୍ର ଯେହୁ ପୁଣ କର୍ଦ୍ଦମ ପ୍ରଜାପତି ନାମ ତାଙ୍କ ଭାରିଜା ଦେବହୂତି ସ୍ୱୟଂଭୁବଙ୍କର ଦୁହିତି ତାହାଙ୍କ ଗର୍ଭଜାତ ପୁଣ ନବକନ୍ୟା ଏକ ନନ୍ଦନ ସେ କନ୍ୟା ନବ ପ୍ରଜାପତି ବିବାହେ ତାଙ୍କର ସନ୍ତତି କର୍ଦ୍ଦମ ପୁତ୍ର ଯେ କପିଳ ସେ ବିଷ୍ଣୁ ଅଂଶ ଜ୍ଞାନେ ଭୋଳ ମାତାଙ୍କୁ ଜ୍ଞାନ ଧର୍ମ କହି ବିଷ୍ଣୁର ମହିମା ବୁଝାଇ କପିଳ ଯୋଗ ସ୍ଥାନେ ଗଲେ ଯୋଗ ଆସନରେ ବସିଲେ ତୃତୀୟ ସ୍କନ୍ଧେ ଏ ଚରିତ 33 ଅଧ୍ୟାୟ ସମାପତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନ ନବ ପ୍ରଜାପତିଙ୍କ ଜନ୍ମ ଏହାଙ୍କ ବଂଶାନୁଚରିତ ସଂସାର ଯହୁଁ ସେ ଉଦିତ ଦକ୍ଷ ପ୍ରଜାପତି ଯେ ପୁଣ ଯଜ୍ଞ ସେ କଲେ କ ଉଦ୍ୟମ ଶିବ ଯେ ଯଜ୍ଞ ଭଗ୍ନ କଲେ ପାର୍ବତୀ ନିଧନେ କୋପିଲେ ତଦନ୍ତେ ଧ୍ରୁବର ଚରିତ ତପରେ ତୋଷିଲେ ଅନନ୍ତ ତହୁଁ ଯେ ପୃଥୁର କାହାଣୀ ଯେମନ୍ତେ ଦୁହିଁଲେ ଧରଣୀ ବେଣ ଯେ ବିପ୍ର ସାପେ ନାଶ ରାଜା ବିହୀନେ ପୃଥ୍ୱୀ ଧ୍ୱଂସ ପୃଥ୍ୱୀ ରଖିବା ଅର୍ଥେ ହରି ପୃଥୁ ରୂପରେ ଅବତରୀ ଋଷି ଦେବତାଙ୍କର ଅଂଶେ ଜନ୍ମ ଲଭିଲେ ମନୁ ବଂଶେ ପୃଥିବୀ ଧରି ବାହୁ ବଳେ ଦୋହନ କଲେ ଅବହେଳେ 14 ଭୁବନର ଜନ ଯାହାର ଯାହା ପ୍ରୟୋଜନ ସଂସାରେ ଶସ୍ୟ ବୀଜ କଲେ ଯଜ୍ଞରେ ଦେବଙ୍କୁ ପୂଜିଲେ ପ୍ରାଚୀନ ବରହି ଦୁର୍ମଦ ସେ ରାଜା ନାରଦ ସମ୍ବାଦ ପୁରଞ୍ଜନର ଉପାଖ୍ୟାନ 10 ପ୍ରଚେତାଙ୍କ ବର୍ଣ୍ଣନ ଏ ରାଜା ପ୍ରାଚୀନ ବରହି ଏହାର 10 ପୁତ୍ର ହୋଇ 10 ପ୍ରଚେତାଙ୍କର ପୁଣ ହୋଇଲା ଏକଇ ନନ୍ଦନ ନାମତା ଦକ୍ଷ ପ୍ରଜାପତି ଏକ ମାତା ଗର୍ଭୁ ଜନ୍ମନ୍ତି ଏକ କୁମର 10 ତାତ ତେଣୁ ସେ ଦକ୍ଷ ନାମେ ଖ୍ୟାତ ସେ ନାରୀ ପୂର୍ବ ଜନ୍ମଗତି ଯେମନ୍ତେ ହୋଇଲା ଉତ୍ପତ୍ତି ପ୍ରମ୍ଲୋଚା ନାମେ ଅପସରି କଣ୍ଡୁ ଋଷିଙ୍କ ବିର୍ଜୁ କରି ଯେମନ୍ତେ ହୋଇଲେ ସେ ଜାତ ଚତୁର୍ଥ ସ୍କନ୍ଧେ ଚରିତ 31 ଅଧ୍ୟାୟଣ ଏହୁ ସେ ହୋଇଲା ସମ୍ପୂର୍ଣ୍ଣ ପଞ୍ଚମ ସ୍କନ୍ଧ ଆଦ୍ୟ ପୁଣି ପ୍ରିୟବ୍ରତ ରାଜା କାହାଣୀ ନାଭି ରାଜାର ଯେ ଚରିତ ଋଷଭ ଜନମ ବୃତ୍ତାନ୍ତ ଭରତ ରାଜାର ବର୍ଣ୍ଣନ 3 ଜନ୍ମେ ବିଷ୍ଣୁ ସେବନ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନ ଶପଥ ଦ୍ୱୀପ ଆୟତନ ଶପଥ ସମୁଦ୍ର ଯେସନ 2 ଗୁଣ କାଞ୍ଚନ ଭୁବନ ଲୋକାଲୋକ ସମେତ ହୋଇ ବ୍ରହ୍ମାଣ୍ଡ ଯେମନ୍ତ ଅଟଇ ବର୍ଷ ପର୍ବତ ନଦୀମାନ ଯେତେକ ଏହାଙ୍କ ବର୍ଣ୍ଣନ ଜ୍ୟୋତିଷ ଚକ୍ର ଧ୍ରୁବ ଚକ୍ର ଆବର ଶିଶୁ ମାର ଚକ୍ର ପାତାଳ ନରକ ବର୍ଣ୍ଣନ ପାପେ ନରକ ଭୋଗମାନ ପଞ୍ଚମ ସ୍କନ୍ଧେ ଏ ଚରିତ 26 ଅଧ୍ୟାୟ ସମାପତ ଏବେ ଯେ ଷଷ୍ଠ ସ୍କନ୍ଧବାଣୀ ଯାହା କହିଲି ପରିମାଣୀ ଅଜାମିଳର ଉପାଖ୍ୟାନ ନାମର ମାହାତ୍ମ୍ୟ ବର୍ଣ୍ଣନ ବିଷ୍ଣୁ ଦୂତ ଯେ ଯମଦୂତ ଏହାଙ୍କ ସମ୍ବାଦ ଚରିତ ଯମ ଯେ ଆପଣାର ଦୂତେ ବିଷ୍ଣୁର ମହିମା ଉକତେ ବିଷ୍ଣୁ ଭକତ ଯେତେ ଜନ ନଯିବ ତାହାଙ୍କ ପାଶେଣ ଦୂରୁ ଦେଖିଣ ଉପେକ୍ଷିବ ନାମ ଲକ୍ଷଣ ଜାଣିଥିବ ଅଜାମିଳର ଯେ ମୁକତ ବୈକୁଣ୍ଠ ଯେମନ୍ତ ପ୍ରାପତ ଦକ୍ଷ ପ୍ରଜାପତି ଚରିତ ଯେମନ୍ତେ ପୁତ୍ର କଲେ ଜାତ ସେ ପୁତ୍ରେ ନାରଦଙ୍କ ହେତୁ ଯେମନ୍ତେ ଲଭିଲେ ସେ ମୃତ୍ୟୁ ନାରଦ ଦକ୍ଷ ପ୍ରଜାପତି ଅନ୍ୟୋନ୍ୟେ ସାପ ସେ ଦିଅନ୍ତି ସେ ଦକ୍ଷ ପ୍ରଜାପତିଙ୍କର 60 ଝିଅଙ୍କୁ ସେ ବର ତାହାଙ୍କ ସନ୍ତତି ଯେମାନ ଯକ୍ଷ ମନୁଷ୍ୟ ଦେବଗଣ ଅସୁର ପଶୁ ପକ୍ଷୀ ଜନ୍ତୁ ଏ ଆଦି ଜନମର ହେତୁ।